ରାମ ଜନ୍ମ ହବା ପାଇଁ ଦିଟା ପିଲା ଦରକାର। ଆଉ ତେଣୁ ବାଳି ସୁଗ୍ରୀବ ଜନ୍ମ ପାଇଁ ଯେ କାରଣ ଅହଲ୍ୟା ଯେତେବେଳେ ହରଣ ହେଲା ଇନ୍ଦ୍ର ଆଉ ସୂର୍ଯ୍ୟଙ୍କ ଭିତରେ ସେତେବେଳେ ତା ଦେହରେ ପ୍ରାଣ ନଥିଲା। ନାଇଁ 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 ଶବଟା କେବଳ ଅହଲ୍ୟାର ପଡିଥାଏ। ଇନ୍ଦ୍ର ହେବ ପ୍ରାଣ, ସୂର୍ଯ୍ୟ ହରଣ କରିବ। ସୂର୍ଯ୍ୟ ହେଲା ପ୍ରାଣ, ଇନ୍ଦ୍ର ହରଣ କରିଛନ୍ତି। ଏଥିରେ ଅହଲ୍ୟାର ଦୋଷ କଣ? ଅହଲ୍ୟା ଦ୍ରୌପଦୀ ତାରା କୁନ୍ତୀ ମନ୍ଦୋଦରୀସ୍ତଥା ପଞ୍ଚକାନାଂ ସ୍ମରେତ ନିତ୍ୟଂ ମହାପାତକ ନାଶନ। ଜଗତରେ ଦୁର୍ବାର ହେଇଥିଲା ଗୋଟେ ରାକ୍ଷସ, ନା ହେଲା ହିରଣ୍ୟକଶ୍ୟପ। ପୁଅଟିଏ ଜନ୍ମ କରିଥିଲା, ନା ହେଲା ପ୍ରହଲ୍ଲାଦ। ପ୍ରହଲ୍ଲାଦର ପୁଅ ହେଲା ବିରୋଚନ। ବିରୋଚନର ପୁଅ ନା ହେଲା ରାଜା ବଳି। ବଳି ଏତେ ବଡ ଅତିଷ୍ଠ ହେଲା, କଲା ଅବାଧେ ମାଡି ବସିଲା ସ୍ୱର୍ଗପୁର କଳ୍ପତରୁ ଠାରୁ ହେବି ବଡ। କଳ୍ପତରୁ ଅଧିକୁ ଅଧିକ ଦାନ ଖୈରାଟ ଅଭିଜାତ ଜାତ ମନ ଦୃଢ ପଣ ଆଚାର୍ଯ୍ୟଙ୍କ ପଣ ସର୍ବଶ୍ରେଷ୍ଠ ହେବ ଶିଷ୍ୟ ତାଙ୍କ। ସତ ଅଶ୍ୱମେଧ ସମାପ୍ତ ହୋଇଛି ବିଶ୍ୱଜିତ ଯଜ୍ଞ ଅଭିଷେକ। ମୁଁ କାହାଣୀ ଏଇଠୁ ଆରମ୍ଭ କଲି। ହେଲେ ଗାୟକଙ୍କର ପ୍ରଶ୍ନ କଣ ଗୋଟେ ଥିଲା। କଣ ଥିଲା କି ବାପା? କଣ ପଚାରିଥିଲେ ପଲାବାଲା ପ୍ରଶ୍ନ? ସାର୍ କାଲି ପଚାରିଥିଲେ ମନ୍ଦୋଦରୀ ତାରା ଏଇ ଯୋଉ ପାଞ୍ଚ ନାରୀ ନାମ ସ୍ମରଣ କାହିଁକି ପୁଣ୍ୟ ଅର୍ଜନ କରନ୍ତି, ଆଉ ସତୀ ଗାୟତ୍ରୀ ଏମାନଙ୍କୁ କାହିଁକି ସ୍ମରଣ କଲେ ପାପ ଯାଇ ନାହିଁ? ଅହଲ୍ୟା ଦ୍ରୌପଦୀ ତାରା କୁନ୍ତୀ ମନ୍ଦୋଦରୀସ୍ତଥା ପଞ୍ଚକାନାଂ ସ୍ମରେତ ନିତ୍ୟଂ ମହାପାତକ ନାଶନ। ତମେ ପାଲାବାଲା ଶ୍ଲୋକ ତ ଠିକ ଶିଖିନ, ପ୍ରଶ୍ନ କଣ ପଚାରୁଛ? କାଲି ଗାଇଲ ପଞ୍ଚକନ୍ୟା ସ୍ମରେତ ନିତ୍ୟ। ଅହଲ୍ୟା କଣ ଗୋଟେ କନ୍ୟା? ବାହା ହେଇନି? ଦ୍ରୌପଦୀ କଣ ଗୋଟେ କନ୍ୟା? ତାରା କଣ ଗୋଟେ କନ୍ୟା? ମନ୍ଦୋଦରୀ କୁନ୍ତୀ କଣ ଗୋଟେ କନ୍ୟା? ମନ୍ଦୋଦରୀ କଣ ଗୋଟେ କନ୍ୟା? ତମକୁ ତ ଶ୍ଲୋକ ଠିକରେ ଜଣା ନାହିଁ। ଆଚ୍ଛା, କନ୍ୟା କାହାକୁ କୁହାଯାଏ ଜଣେ ନାହିଁ, ପ୍ରଶ୍ନ କରୁଛନ୍ତି। ଅଷ୍ଟବର୍ଷେ ଭବେତ ଗୌରୀ ନବବର୍ଷେ ଚରୋହିଣୀ। ଆରେ ପିନ୍ଧିକି ଆସୁନ, ମୋ ଦେହ ଖରାପ ତମେ ଜାଣିନ? 10 ବର୍ଷେ ଭବେତେ କନ୍ୟା ତତ ଊର୍ଧ୍ୱ ମୁରଜ ଷୋଳା। କବି କହିଲେ ଅଷ୍ଟବର୍ଷେ ଭବେତେ ଗୌରୀ। 8 ବର୍ଷର ଝିଅ ମାନଙ୍କୁ ଗୌରୀ କହନ୍ତି। କାହିଁକି? ଗୌରୀ ବୋଲି କୁହାଯାଏ? ନା ଗୌରୀ ବୋଲେ ଗିରିଜା ତନୟା ମା ପାର୍ବତୀ। 8 ବର୍ଷରେ ରଜସ୍ୱଳା ହେଇଥିଲା।
ନବବର୍ଷେ ଚ ରୋହିଣୀ ଆଚ୍ଛା 9 ବର୍ଷରେ ଆଚ୍ଛା ବଳରାମଙ୍କ ମା ଆହା ଯୋଉ କୃଷ୍ଣ ବଳରାମ କହେ ଆଚ୍ଛା ଆଚ୍ଛା ବଳରାମଙ୍କ ମା ରୋହିଣୀ ରଜସ୍ୱଳା ହେଇଥିଲା। ଆଚ୍ଛା ଆଚ୍ଛା ଆଉ ଆମ ମାନଙ୍କ ପରିବାରରେ ଆହା ଆମ ମାନଙ୍କ ଘରେ ବାତ ଆମ ମାନଙ୍କର ଝିଅ ବାତ ଅତି କମରେ 10 ବର୍ଷରେ ରଜସ୍ୱଳା ହୁଏ। ଆଜ୍ଞା ଅହଲ୍ୟା ଦ୍ରୌପଦୀ ତାରା କୁନ୍ତି ମନ୍ଦୋଦରୀ କଥା ଅହଲ୍ୟା ହଁ କୁ ଇନ୍ଦ୍ର ହରଣ କଲା। ଆଚ୍ଛା ତଥାପି ସେ ପୁରାଣ ପୃଷ୍ଠାରେ ସତୀ ହେଇକି ରହିଲା। ବାସ୍ କାହିଁକି? କାହିଁକି ରହିଲେ? ମୋ ସ୍ତ୍ରୀ କି ଜଣେ ହରଣ କରିବ, ମୋ ସ୍ତ୍ରୀ ସତୀ ହେଇକି ରହିବ? ନାଇଁ 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 ସେ ଅସତୀ ନା ୟା ବିଷୟରେ ପାଲାବାଲା ତମର ଜ୍ଞାନ ନାହିଁ। ଅହଲ୍ୟା ଏମିତି ଏକ ନାରୀ ଆହା ଯେତେବେଳେ ଋଷିରାଜ ଗୌତମ ଯାଆନ୍ତି ସ୍ନାନ କରି ବାସ୍ କଲା ଅହଲ୍ୟାର ପ୍ରାଣ ଧରି ଆହା କମଣ୍ଡଳୁ ମଧ୍ୟ ଜୀବନରେ ନ ଛାଡ଼ନ୍ତି ଭାର୍ଯ୍ୟା ନିରାନନ୍ଦେ। ଆଜ୍ଞା ଅହଲ୍ୟା ଅଟୋଇ ସିନା ଗୌତମଙ୍କ ପ୍ରାଣ ଅହଲ୍ୟା ବିନା ବଞ୍ଚିବ ନାହିଁ ଯେ ଗୌତମ। ଦିନେ ଅହଲ୍ୟା ଯେ ପରା ସ୍ନାନ କରୁଥିଲା ସେହି ବୋଧେ ଇନ୍ଦ୍ରଦେବ ଗମନ କରିଲା। ପ୍ରାଣ କରି ପବନକୁ ହରିଲା ଯେ ଇନ୍ଦ୍ର ମାତ୍ର କମଣ୍ଡଳୁ ମଧ୍ୟ ଥିଲା ପ୍ରାଣ କନ୍ଦ। ଅହଲ୍ୟା ଯେତେବେଳେ ହରଣ ହେଲା ଇନ୍ଦ୍ର ଆଉ ହଁ ସୂର୍ଯ୍ୟଙ୍କ ଭିତରେ ବାତ ସେତେବେଳେ ତା ଦେହରେ ପ୍ରାଣ ନଥିଲା। ନାଇଁ 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 ଶବଟା କେବଳ ଅହଲ୍ୟାର ପଡିଥାଏ। ଇନ୍ଦ୍ର ହେବ ପ୍ରାଣ, ବାତ ସୂର୍ଯ୍ୟ ହରଣ କରିବ। ବାସ୍ ସୂର୍ଯ୍ୟ ହେଲା ପ୍ରାଣ, ହଁ ଇନ୍ଦ୍ର ହରଣ କରିଛନ୍ତି ଏଥିରେ ଅହଲ୍ୟାର ଦୋଷ କଣ? କିଛି ନାହିଁ। ତା ସ୍ୱାମୀ ଯଦି ତା ପ୍ରାଣକୁ ନ ନେଇଥାନ୍ତା ଆଚ୍ଛା ଅଭିଶାପ ଦେଇକି ଜାଳି ଦେଇଥାନ୍ତା ଅହଲ୍ୟା। ଦୁଇରେ ହେଲା ଦ୍ରୌପଦୀ। ହଁ ହଁ ଦ୍ରୌପଦୀର ଅନ୍ୟ ନାମ ହେଲା କୃଷ୍ଣା। କୃଷ୍ଣା ଗୌତମ ବାବାଜୀ ଅଭିଶାପ ଦେବାଟା ଠିକ ଭୁଲ ନୁହଁ। ଏହାର କାରଣ କାରଣ ଗୌତମ ବାବାଜୀ ହଁ ଜଗତର କଲ୍ୟାଣ ପାଇଁ ଆଗରୁ ଜାଣିଥିଲେ ରାମ ଜନ୍ମ ହବ। ବାସ୍ ତେଣୁ ରାମ ଜନ୍ମ ହବା ପାଇଁ ଦିଟା ପିଲା ଦରକାର। ଆଉ ତେଣୁ ବାଳି ସୁଗ୍ରୀବ ଜନ୍ମ ପାଇଁ ଯେ କାରଣ
ଠିକ ଅଛି ମୁଁ ଆପଣଙ୍କ କଥାରେ ମୋ ଏକମତ ହେଇଯାଉଛି। ଗୌତମ ବାବାଜୀ ଭୁଲରେ ଅଭିଶାପ ଦେଲା ଆଉ। ଯଦି ଠିକ ତାହେଲେ ଠିକଟା କଣ ଟିକେ ମତେ ବତାନ୍ତୁ, ମୁଁ ଟିକେ ଶିଖିଥାଏ। ଆଉ କଣ କଷା ଘରେ କହିବେ ତ। ଗୌତମ ବାବାଜୀ ଜାଣିଥିଲା ଅହଲ୍ୟାକୁ ବାଳି ସୁଗ୍ରୀକୁ ଜନ୍ମ କରିବା ପାଇଁ ଏକମାତ୍ର ଅଭିଶାପର କାରଣ। ବାସ୍ ଆଉ ଦ୍ୱିତୀୟ କାରଣ ବୁଲେଇକି ଯେତେ ପୁରାଣ ଖୋଜିବେ ଆପଣ ଚେଷ୍ଟା କଲେ ପାଇବେ ନା। ନାଇଁ 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 ମୋ ଜୀବନରେ ମୁଁ ଯେତିକି ରାମାୟଣ ପଢିଛି, ବାସ୍ ମୁଁ ଯେତିକି ପୁରାଣ ଅଧ୍ୟୟନ କରିଛି। ଆଚ୍ଛା ଆଚ୍ଛା ୟା ବାଦ ଦ୍ୱିତୀୟ ପ୍ରମାଣ କିଛି ନାହିଁ। ହଁ ହଁ କୋଉ ଚଟି ବହିରେ ଆଉ କଣ ଥବ? କୋଉ ଚଟି ବହି ଦେଖିବୁ? ହଁ ଚଟି ବହି କାହିଁକି ଏତେ ଖୋଜିବା ଯେ? ରବସ୍। ଆଜ୍ଞା ତେଣୁ ଅହଲ୍ୟା ଦ୍ରୌପଦୀ ତାରା, ହଁ ହଁ ତାରାଟା କେମିତି ସତୀ ନାରୀ ହବ? କିପରି ହବ ଦେଖିବା? ବାପା ଲୋକ ମତେ ତଲାବାଲା ଖାଲି ପ୍ରଶ୍ନ ପଚାରିଥିଲେ, ହଁ ହଁ ଏ ପାଞ୍ଚ ନାରୀ କେମିତି ସତୀ? ବାସ୍ ତେଣୁ ମୁଁ ଟିକେ କଥାଟାକୁ ଓଲଟଉଛି ଆଉ। ଆମ ହଁ ଗଲା ତାରା କେମିତି ଯେ ଭାଇ ସତୀ ଯେ ହୋଇବ? ପୁରାଣ ପୃଷ୍ଠାରୁ ପାଲା ବାଲା ଯେ କହିବ। ତମେ ପଚାରିଛ ମାନେ ତମେ ଉତ୍ତର ଜାଣିଥାଅ ନା ନାଇଁ? ତେଣୁ ଅହଲ୍ୟା କେମିତି ସତୀ ମୁଁ କହିଲି, ବାସ୍ ଦ୍ରୌପଦୀ କେମିତି ସତୀ ମୁଁ କହିଲି, ଆଚ୍ଛା ତାରା କେମିତି ସତୀ ହବ? ଆପଣ ମାନେ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ। ମୁଁ ଯେତେ ଓଦା ହେଇଗଲେ ବି, ମୋ ଶରୀର ଯେତେ ଅସୁସ୍ଥ ହେଲେ ବି, ବାସ୍ ମୁଁ ଆପଣ ମାନଙ୍କ ପାଖରେ ଅଛି। ଅଛି ତାହେଲେ ହେ ସଜ୍ଜନ ବର୍ଗେ, ସେ ତାରାଟା କିଏ? ସେ ତାରା କିଏ ସେ? ତାରା କିଏ? ହଁ ନା ହଉଛି ଋଷିରାଜ କାଶ୍ୟପଙ୍କର ସ୍ତ୍ରୀ ନା ହଉଛି ଅଦିତି। ଆଚ୍ଛା ମା ଅଦିତି ଦିନେ ସ୍ୱାମୀଙ୍କ ପାଖକୁ ଗଲା, ଆଚ୍ଛା କହିଲା ସ୍ୱାମୀ କଣ କହୁଛନ୍ତି ଆପଣ? ଏତେ ଦିନ ଯାଏ ବାହାଘର ହେଲାଣି ମୋର ପିଲାଟେ ହଉନି। ଓହୋ ସେଥିପାଇଁ ମନ ଦୁଃଖ କରୁନା। ମୋର ପିଲାଟିଏ ହଉନି ସ୍ୱାମୀ, ଆହା ଏହା କାହିଁକି କପଟ କରୁଛ? ହଁ 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 ଆଉ କଣ କାଶ୍ୟପ ବାବାଜୀ କହିଲେ, କଣ କହିଲେ? କହିଲେ ଭୁଲ ମୋର ନାହିଁ, ଭୁଲ ତମର। ତମର ଭୁଲ ନା ମୋର ଭୁଲ ନାହିଁ କିଛି। ତମେ ପିଲା ଚାହିଁନ ଓହୋ ନା ସନ୍ଧ୍ୟା ଜପ ତପ ଯାବତ ସଂକଳ୍ପ ବିଳାପେ ଟଳଇ। ଆହା ବିଳାପେ ଟଳଇ। ଦ୍ୱାଦଶ ଦିବସ ପୟ ଉପବାସ ହୋଇଲ ଜାଗ୍ରତ। ସ୍ୱାମୀଙ୍କର ପାଦ ପଦ୍ମକୁ ଭଜନ କରିବାକୁ ଲାଗିଲା। ବାସ୍
ଆପଣ ମାନଙ୍କର କାଶ୍ୟପରା ବାବାଜୀଙ୍କ ସ୍ତ୍ରୀ ଅଦିତି। ଆଚ୍ଛା 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 କହିଲା ସ୍ୱାମୀ ମୋ ପ୍ରତି କପଟ କାହିଁକି ଏତେ? ନାହିଁ ସ୍ୱାମୀ କପଟ କରନ୍ତୁ ନାହିଁ, ମୋ ପ୍ରତି ଟିକେ ଦୟା କରନ୍ତୁ, ମୋ କୋଳରେ ସନ୍ତାନ କି ସନ୍ତାନୀ ଗୋଟେ ଦିଅନ୍ତୁ। Viena